ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗକୁ ଦର୍ଶନ କଲେ ମୃତ୍ୟୁର ଭୟ ମଧ୍ୟ ଦୂର ହୋଇଯାଏ। କିନ୍ତୁ ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗର ମନ୍ଦିରର ସ୍ଥାପନାର ରହସ୍ୟ କ'ଣ ନା ନିଜେ ମହାଦେବ ଧର୍ମର ସ୍ଥାପନା ପାଇଁ ଆବିର୍ଭାବ ହୋଇଥିଲେ। ଅନେକ ଦିନ ତଳର କଥା, ଅବନ୍ତୀର ରାଜା ଚନ୍ଦ୍ରସେନ ମହାଦେବଙ୍କର ବହୁତ ବଡ଼ ଅନନ୍ୟ ଭକ୍ତ ଥିଲେ। ମହାଦେବ ସେଥିପାଇଁ ତାଙ୍କୁ ଚିନ୍ତାମଣି ମଧ୍ୟ ପ୍ରଦାନ କରିଥିଲେ। ସେ ଚିନ୍ତାମଣିର ଖ୍ୟାତି ଏତେ ମାତ୍ରାରେ ବଢ଼ିଲା ଯେ ଭୂଷଣ ନାମକ ଏକ ରାକ୍ଷସ ସେ ଚିନ୍ତାମଣି ଲୋଭରେ ପଡ଼ି ଅବନ୍ତୀ ନଗର ଉପରେ ଆକ୍ରମଣ କଲା। କିନ୍ତୁ ପ୍ରଜାମାନେ ଯେତେବେଳେ ଭୟଭୀତ ଥାନ୍ତି ସେହି ସମୟରେ ରାଜା ଚନ୍ଦ୍ରସେନ ମହାଦେବଙ୍କର ଭକ୍ତି କରିବାକୁ ଲାଗିଲେ, କାହିଁକିନା ମହାଦେବଙ୍କ ଉପରେ ତାଙ୍କର ଦୃଢ଼ ବିଶ୍ୱାସ ଥାଏ। ପ୍ରଜାମାନେ ମଧ୍ୟ ରାଜାଙ୍କୁ ଦେଖି ସେମାନେ ମଧ୍ୟ ମହାଦେବଙ୍କର ଭକ୍ତି କଲେ। ଏମିତିକି ଗୋଟେ ଗୋପାଳ ଘର ଛୋଟ ପିଲାଟିଏ ମଧ୍ୟ ସେ ମହାଦେବଙ୍କର ଗୋଟେ ଛୋଟିଏ ଲିଙ୍ଗ ସ୍ଥାପନା କରି ସିଏ ମଧ୍ୟ ଭକ୍ତିରେ ମହାଦେବଙ୍କୁ ପୂଜା କରିବାକୁ ଲାଗିଲା। ସେହି ସମୟରେ ଦୂଷଣ ନାମକ ରାକ୍ଷସ ଆସି ପହଞ୍ଚିଲା ଏବଂ ଦେଖିଲା କି ଇଏ ଯେଉଁ ଲିଙ୍ଗ ତୁମେ କରିଛ, ଏ ଲିଙ୍ଗ କ'ଣ ତୁମକୁ ରକ୍ଷା କରିବ? ବଡ଼ ଜୋରରେ ସେ ତାର ଯେତେବେଳେ ଖଣ୍ଡା ଆଣିକିରି ସେ ଲିଙ୍ଗକୁ ଭାଙ୍ଗିବା ପାଇଁ ଚେଷ୍ଟା କରେ, ସେହି ସମୟରେ ମହାକାଳ ଉତ୍ପନ୍ନ ହୋଇଥିଲେ। ସେ ଲିଙ୍ଗ ମାଟି ଲିଙ୍ଗ ଭାଙ୍ଗିକିରି ଆଉ ସେ ଦୂଷଣକୁ ଗୋଟିଏ ହୁଙ୍କାରରେ ତାର ଭସ୍ମ କରିଦେଇଥିଲେ। ସେଇଠି ରାଜା ଚନ୍ଦ୍ରସେନ ମହାକାଳଙ୍କୁ ଦର୍ଶନ କରି ମହାକାଳଙ୍କ ଠାରୁ ଆଶୀର୍ବାଦ ଆଣିଥିଲେ। ଏଇଠି ଆପଣ କାଳର ମହାକାଳ ହେଇକିରି ବିରାଜମାନ କରିବେ। ଆଉ ସେଥିପାଇଁ ଏ ଭୂଖଣ୍ଡରେ ଗୋଟିଏ ମାତ୍ର ଦକ୍ଷିଣମୁଖୀ ମନ୍ଦିର, ସେ ହେଲେ ମହାକାଳଙ୍କର। ମହାକାଳ ଏଟା ଏଲାନ କରିଛନ୍ତି ଯେ ଯିଏ କେହି ବି ମୋର ଶରଣରେ ଆସିବ ମୃତ୍ୟୁକୁ ମଧ୍ୟ ତାର ଭୟ କରିବାର ନାହିଁ। ତ ଗର୍ବର ସହିତ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି କମେଣ୍ଟ ବକ୍ସରେ ଜୟ ମହାକାଳ ଲେଖିଦିଅ।